ଯେଉଁ ବ୍ୟକ୍ତିଙ୍କଠାରେ ଏହି ପାଞ୍ଚଟି ଅଭ୍ୟାସ ରହିଥାଏ ତେବେ 100% ପିତୃଦୋଷ ଥାଏ। ତୁରନ୍ତ କରନ୍ତୁ ଏହି ଉପାୟ। ନମସ୍କାର ବନ୍ଧୁଗଣ, ମଣିଷର ସମସ୍ତ କାର୍ଯ୍ୟ, ଆଚାର, ବ୍ୟବହାର, ଅଭ୍ୟାସ କିଛି ନା କିଛି କଥାର ସୂଚକ ହୋଇଥାଏ। ତେବେ ଆଜି ଆମେ ଆପଣମାନଙ୍କୁ ଜଣାଇବା ପାଇଁ ଯାଉଛୁ ମଣିଷର କିଛି ଅଭ୍ୟାସ ସମ୍ପର୍କରେ, ଯେଉଁଥିରୁ ଆପଣ ଜାଣିବାକୁ ପାଇବେ କି ଆପଣଙ୍କୁ ପିତୃଦୋଷ ଲାଗିଛି। ଯଦି ଆପଣ ଏହିସବୁ ଦୋଷ ସମ୍ପର୍କରେ ଜାଣି ତୁରନ୍ତ କିଛି ନିବାରଣ ନ କରନ୍ତି ବା କରନ୍ତି ନାହିଁ, ତେବେ ବହୁତ କିଛି ଅନିଷ୍ଟ ଘଟି ଯାଇଥାଏ ଆପଣଙ୍କ ଜୀବନରେ। ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହି ପାଞ୍ଚଟି ଅଭ୍ୟାସ ସମ୍ପର୍କରେ। ପ୍ରଥମ ହେଉଛି, ଯେଉଁ ଲୋକଙ୍କ ଉପରେ ପିତୃଦୋଷ ଲାଗିଥାଏ ସେ ଦିନରାତି ସବୁବେଳେ ନିଜ ନଖ କାମୁଡୁଥାଏ। ଏହା ଅର୍ଥ ହୋଇଥାଏ ସେ ପିତୃଦୋଷରେ ପୀଡ଼ିତ ଏବଂ ସେମାନଙ୍କ ପୂର୍ବପୁରୁଷ ତାଙ୍କ ଉପରେ ବହୁତ କ୍ରୋଧିତ ଥିବାରୁ ଏହା ସଂକେତ ଦେଇଥାଏ। ଦ୍ୱିତୀୟ ହେଉଛି, ଯେଉଁ ବ୍ୟକ୍ତି ଦିନରାତି ସବୁବେଳେ ମୁଣ୍ଡକୁ ହାତରେ କୁଣ୍ଡାଇବାରେ ଲାଗିଥାଏ ତେବେ ଏହା ମଧ୍ୟ ପିତୃଦୋଷ ଲାଗିବାର ସଂକେତ ଦେଇଥାଏ। ଏହି ଅଭ୍ୟାସ ଥିବା ବ୍ୟକ୍ତିଙ୍କ ଉପରେ ପିତୃଦୋଷ ଲାଗିଥିଲେ ତାଙ୍କ ଧନ ସମ୍ପତ୍ତିର ପତନ ଧୀରେ ଧୀରେ ହେବାକୁ ଲାଗିଥାଏ। ତୃତୀୟ, ବିନା କାରଣରେ ଭୂମି ଉପରେ କିଛି ଆଙ୍କିବା ବା ତାଡ଼ିବା ବହୁତ ଅଶୁଭ ହୋଇଥାଏ। ଏହାଦ୍ୱାରା ମଣିଷର ଆୟୁଷ କମିବାକୁ ଲାଗିଥାଏ। ଚତୁର୍ଥ, ଯେଉଁ ବ୍ୟକ୍ତି ସ୍ଥାନକାଳ ପାତ୍ର ନ ଦେଖି ସବୁବେଳେ ନିଜ ଗୁପ୍ତାଙ୍ଗକୁ କୁଣ୍ଡାଇଥାନ୍ତି ତେବେ ଏହି ଲକ୍ଷଣର ଅର୍ଥ ଏହା ହୋଇଥାଏ ଆପଣଙ୍କ ଉପରେ ପିତୃଦୋଷ ଲାଗିଛି। ପଞ୍ଚମ, ମଣିଷର ବସିବାର ଶୈଳୀ ମଧ୍ୟ କୁଣ୍ଡଳୀରେ ଥିବା ଦୋଷ ସମ୍ପର୍କରେ ସୂଚନା ଦେଇଥାଏ। ଯଦି କୌଣସି ବ୍ୟକ୍ତି ଗୁରୁଜନଙ୍କ ସାମ୍ନାରେ ଗୋଡ଼ ଉପରେ ଗୋଡ଼ ରଖି ବସନ୍ତି ତେବେ ତାଙ୍କୁ ମଧ୍ୟ ପିତୃଦୋଷ ଲାଗିଥାଏ। କାରଣ ଏଭଳି ସ୍ୱଭାବର ବ୍ୟକ୍ତି ନିଜକୁ ବଡ଼ ଲୋକଙ୍କ ଠାରୁ ବଡ଼ ସାବ୍ୟସ୍ତ କରିବା ପାଇଁ ଚେଷ୍ଟା କରିଥାନ୍ତି। ଏମାନେ ଗୁରୁଜନମାନଙ୍କର ସମ୍ମାନ କରିନଥାନ୍ତି। ବିନା କାରଣରେ ଗୁରୁଜନମାନଙ୍କର ମଜାକ ଉଡ଼ାଇଥାନ୍ତି। ଏହିସବୁ ଲକ୍ଷଣ ପିତୃଦୋଷ କାରଣ ପାଇଁ ହିଁ ହୋଇଥାଏ। ତେବେ ମଧ୍ୟ ଗୁରୁଜନମାନଙ୍କର ଅନାଦର କରନ୍ତୁ ନାହିଁ, ନଚେତ୍ ଆପଣଙ୍କୁ ପିତୃଦୋଷର ସାମ୍ନା କରିବାକୁ ପଡ଼ିଥାଏ। ପାଦ ଘୋଷାରି ଚାଲିବା ଲକ୍ଷଣ ମଧ୍ୟ ପିତୃଦୋଷ ଲାଗିବାର ଏକ ସଂକେତ ହୋଇଥାଏ। ତେଣୁ ଆପଣମାନେ ନିଜ ପୂର୍ବପୁରୁଷଙ୍କୁ ଶାନ୍ତ କରିବା ପାଇଁ ଚାହୁଁଥିଲେ ତାଙ୍କର ଶ୍ରାଦ୍ଧ କାର୍ଯ୍ୟଗୁଡ଼ିକୁ ଭଲ ଭାବରେ କରିବା ଉଚିତ। ଜୀବନରେ ଯେତେ ବ୍ୟସ୍ତ ଥିଲେ ମଧ୍ୟ ଅଶ୍ମିନୀ ତିଥି ଅମାବାସ୍ୟାରେ ପୂର୍ବପୁରୁଷଙ୍କ ଶ୍ରାଦ୍ଧ କରିବା ଉଚିତ। ଏହା କରିବା ପରେ ପିତୃଦୋଷରୁ ମୁକ୍ତି ମିଳିଥାଏ। ଦର୍ଶକ ବନ୍ଧୁ, ଭିଡ଼ିଓଟି ଭଲ ଲାଗିଲେ ନିହାତି ଗୋଟିଏ ଲାଇକ୍ କରନ୍ତୁ ଏବଂ ଆପଣଙ୍କ ପ୍ରିୟଜନଙ୍କ ସହ ଭିଡ଼ିଓଟିକୁ ସେୟାର କରିଦିଅନ୍ତୁ। ଆପଣ ସମ୍ପୂର୍ଣ୍ଣ ମାତ୍ରାରେ ଭିଡ଼ିଓଟିକୁ ଦେଖିଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ।